ମାଣିତ୍ରୀ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ଦୁର୍ନୀତି। ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ମାଣିତ୍ରୀ ପଞ୍ଚାୟତ ଚୋରମ୍ପାଡୁଗୁରା ଆର୍ଡି ରାସ୍ତାଠାରୁ ବଉଳାପାଟଣା ଭାୟା ବାଘମରା ଜଳଙ୍ଗ ଗଣ୍ଡିବେଡ଼ କଇଠଗଡ଼ିଆ ରାସ୍ତା ଅଟକ ମୂଲ୍ୟ 4,97 ଲକ୍ଷ ଟଙ୍କା ବିନିମୟରେ କାର୍ଯ୍ୟାଦେଶ ଦିଆଯାଇଥିବା ବେଳେ ରାସ୍ତାଟିକୁ ଡୋଜର ସାହାଯ୍ୟରେ ତାଡ଼ି ନେଉଥିବାରୁ ଛୋଟ ଛୋଟ ପିଲା ତଥା ଲୋକମାନେ ନାହିଁ ନଥିବାରୁ ହଇରାଣ ହେଉଛନ୍ତି। ଏ ବିଷୟରେ ପୂର୍ବତନ ସମିତି ସଭ୍ୟ ମାନଗୋବିନ୍ଦ ଦାସ ଅଭିଯୋଗ କରିଥିବା ବେଳେ ଠିକାଦାରଙ୍କ ମନୋମୟୀ କାର୍ଯ୍ୟକୁ ଘୋର ନିନ୍ଦା କରୁଛନ୍ତି ଏବଂ ଠିକାଦାରଙ୍କ ରାଜପଣିରେ ପ୍ରଶ୍ନ ସୃଷ୍ଟି ହୋଇଛି। ଏବଂ ଗତକାଲି ଜଳଙ୍ଗ ଗ୍ରାମରେ ଥିବା 18 ଏକର ଗୁର୍ଜ ଜମି ଉପରୁ ତହସିଲଦାର ଓ ମାଇନିଂ ଅଫିସର ବିନା ପରାମର୍ଶରେ ଉକ୍ତ ରାସ୍ତାରେ ପକାଇଥିବାକୁ ନେଇ ଆଜି 20/4/2026 ତାରିଖରେ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ। ଜିଲ୍ଲାପାଳଙ୍କ ଅଭିଯୋଗ ପାଇ ଖଇରା ଜୁନିୟର ମାଇନିଂ ଅଫିସର ଓ ଜଳଙ୍ଗ ଆର୍ଆଇ ଘଟଣାସ୍ଥଳରୁ ଜେସିବି ସହିତ ଟ୍ରାକ୍ଟର ଜବତ କରିଛନ୍ତି। ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ପଡ଼ିଲେ ଉକ୍ତ କାର୍ଯ୍ୟାଦେଶ ଖୁବ୍ ଶୀଘ୍ର ସୁଚାରୁରୂପେ ସମ୍ପାଦନ ହୋଇପାରିବ ବୋଲି ଅଞ୍ଚଳବାସୀ ଚର୍ଚ୍ଚା ହେଉଛି। ବାଲେଶ୍ୱର ଖଇରାରୁ ପ୍ରଶାନ୍ତ କୁମାର ବେହେରା ରିପୋର୍ଟ, ଓଡ଼ିଶା ହଟ୍ ନ୍ୟୁଜ୍।